नमस्कार दर्शक बंधु मोर राशिफल कार्यक्रम को मु स्वागत जनाऊँगी। ଏହି ଭିଡିଓଟି ବିଛା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଅତ୍ୟନ୍ତ ଖାସ ଅଟେ କାହିଁକି ନା ଆଜିର ଭିଡିଓରେ ଜୁନ୍ ମାସର ମାସିକ ରାଶିଫଳ ଆଲୋଚନା କରାଯିବ ଏବଂ ଏଥିରେ ଆମେ ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ଜୀବନ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବିଜନେସ୍ ବିଷୟରେ ଜାଣିବା ଏବଂ ନବଗ୍ରହ ମାନଙ୍କର ସ୍ଥିତି କିପରି ଅଛି ସେ ବିଷୟରେ ଆଲୋଚନା କରିବା ଏବଂ ଯେଉଁ ଗ୍ରହ ଖରାପ ଫଳ ପ୍ରଦାନ କରୁଛନ୍ତି ଶେଷରେ ପ୍ରତିକାର ବିଷୟରେ ମୁଁ ଆପଣଙ୍କୁ କହିବି। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି ଆଗକୁ ବଢ଼ିବା ପୂର୍ବରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖନ୍ତୁ। ଆସନ୍ତୁ ଜାଣିବା ଗ୍ରହମାନଙ୍କର ସ୍ଥିତି ବିଷୟରେ। ବିଛା ରାଶିରେ ଏହି ମାସରେ ଚତୁର୍ଥ ଗୃହରେ ରାହୁ ଅବସ୍ଥାନ କରିଛନ୍ତି, ପଞ୍ଚମରେ ଶନି, ଷଷ୍ଠରେ ଶୁକ୍ର, ସପ୍ତମରେ ସୂର୍ଯ୍ୟଙ୍କ ସହ ବୁଧ ଅବସ୍ଥାନ କରିଛନ୍ତି, ଅଷ୍ଟମରେ ଗୁରୁ ଏବଂ ନବମରେ ମଙ୍ଗଳ, ଦଶମରେ କେତୁ ଅବସ୍ଥାନ କରିଛନ୍ତି। ଆସନ୍ତୁ ଜାଣିବା ବିଛା ରାଶିଙ୍କର ସ୍ୱାସ୍ଥ୍ୟ ହେଲ୍ଥ କିପରି ରହିବ ଏ ମାସରେ। ସ୍ୱାସ୍ଥ୍ୟର ଘର ପ୍ରଥମ ଗୃହ ହୋଇଥାଏ। ପ୍ରଥମ ଘରର ସ୍ୱାମୀ ମଙ୍ଗଳ ଏଠି ନବମରେ ନିଚରେ ହୋଇଅଛନ୍ତି। ମଙ୍ଗଳ ଏଠି ନିଚରେ ଅଛନ୍ତି। ଦଶମ ଘରକୁ ଯିବେ 7 ଜୁନକୁ ଦଶମ ଘରକୁ ଯିବେ। ମଙ୍ଗଳ ସ୍ଥିତି ଭଲ ଅଛି। ଗୁରୁ ଅଷ୍ଟମରେ ଟିକେ କମଜୋର ଅଛନ୍ତି, ଦୁର୍ବଳ ଦେଖାଯାଉଛନ୍ତି ଗୁରୁ ଏଠି। ସୂର୍ଯ୍ୟ ବି ଅଷ୍ଟମକୁ ଆସିବେ 15 ଜୁନକୁ। ପଞ୍ଚମରେ ଶନି ଅଛନ୍ତି। ପଞ୍ଚମର ସ୍ୱାମୀ ଗୁରୁ ଅଷ୍ଟମରେ ଅଛନ୍ତି, ମାନେ ପଞ୍ଚମ ଘର ପାପୀ ଗ୍ରହ ହୋଇଥାନ୍ତି। ଇଏ ପାପ କରେଇଥାନ୍ତି ଗୃହକୁ। ପଞ୍ଚମର ସ୍ୱାମୀ ଖରାପ ସ୍ଥାନରେ। ପଞ୍ଚମେଶ ଘର ଆମର ପେଟର ଯନ୍ତ୍ରଣା ଦେଇଥାଏ। ସେଠି ଆମର ପେଟର କିଛି ସମସ୍ୟା, ଆପଣଙ୍କର ଲିଭର ଜନିତ ସମସ୍ୟା, ଡାଇବେଟିସ୍, ଡାଇଜେସନ୍ ଭଳି ସମସ୍ୟା ଦେଖା ଦେଇପାରେ। ତେଣୁ ଯେତେ ସମ୍ଭବ ଆପଣ ଯଦି ବାହାରକୁ ଯାଉଛନ୍ତି ବାହାର ଜିନିଷ ଖାଇବା ପାଇଁ ଆଭଏଡ଼ କରିଦିଅନ୍ତୁ। କାହିଁକିନା ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଇଏ ଆପଣ ଗୁରୁ ପଞ୍ଚମ ଘରରେ ଅଛନ୍ତି, ଆପଣଙ୍କ ପେଟର କାରକ ହୋଇଥାନ୍ତି। ପେଟରେ ଲିଭର ସମସ୍ୟା କିମ୍ବା କୌଣସି ଡାଇଜେସନ୍ ଏସବୁ କରେଇବେନି ଠିକରେ। ତେଣୁକରି ଆପଣ ଟିକେ ଆଭଏଡ଼ କରିଦିଅନ୍ତୁ ଏସବୁ ବାହାର ଜିନିଷକୁ, ଯେତେ ସମ୍ଭବ ଆଭଏଡ଼ କରନ୍ତୁ। କାହିଁକିନା ପଞ୍ଚମର ସ୍ୱାମୀ ଗୋଚରରେ ଅଷ୍ଟମକୁ ଆସନ୍ତି, ପେଟ ସମସ୍ୟା ଦେଇଥାନ୍ତି। ଖାସ କରି ଟ୍ରାଭେଲିଂ କରୁଥିଲେ ବିଶେଷ କରି ଧ୍ୟାନ ଦିଅନ୍ତୁ। କାହିଁକି ନା ଗୁରୁ କେବଳ ଜୁନରେ ନୁହନ୍ତି, ପୁରା 1 ବର୍ଷ ପର୍ଯ୍ୟନ୍ତ ରହିବେ ଏହି ରାଶିରେ, ଏହି ଗୋଚରରେ। 2026 ମେ ପର୍ଯ୍ୟନ୍ତ ଆପଣଙ୍କୁ ଜଗିବାର ଅଛି। ଖାସ କରିକି ତେଲ ଜିନିଷ ଇଏ ସବୁ ଆଭଏଡ଼ କରିଦିଅନ୍ତୁ। ଆସନ୍ତୁ ଚର୍ଚ୍ଚା କରିନେବା ଶିକ୍ଷା। ବିଦ୍ୟାର୍ଥୀଙ୍କର ଏପରି ମାସରେ କିପରି ରହିବ। ଶିକ୍ଷାର ଗୃହ ପଞ୍ଚମ ଗୃହ ହୋଇଥାଏ। ପଞ୍ଚମର ସ୍ୱାମୀ ଗୁରୁ ବୃହସ୍ପତି ଅଷ୍ଟମରେ ଅଛନ୍ତି। ପଞ୍ଚମରେ ମଧ୍ୟ ଶନି ବି ଦେଖୁଛନ୍ତି। ବୁଧ ଅଛନ୍ତି କେନ୍ଦ୍ରରେ, ସେଣ୍ଟର ପଏଣ୍ଟରେ ବୁଧ ଅଛନ୍ତି। ଶୁକ୍ର ଷଷ୍ଠରେ ଦେଖୁଛନ୍ତି ଏଠି। ଯଦି ଆପଣଙ୍କର କିଛି ଜଲ୍ଦବାଜ ନାହିଁ, କିଛି ଜଲ୍ଦି ନାହିଁ, ଆଡ଼ମିସନ୍ ଯଦି କିଛି କରଉଛନ୍ତି, କୌଣସି ସ୍କୁଲରେ ଆଡ଼ମିସନ୍ କରଉଛନ୍ତି, ଆପଣ ଜଲ୍ଦି ନ କରିକି ଡିସିସନ୍ ଟିକେ ଜୁନରେ ନ କରି ଜୁଲାଇରେ କରିଲେ ବଢ଼ିଆ ରହିବ। କାହିଁକିନା ଜୁନ୍ ମାସଟା ସେତେ ଶିକ୍ଷା ପ୍ରତି କିମ୍ବା କୌଣସି ଆଡ଼ମିସନ୍ ପ୍ରତି ଭଲ ନାହିଁ। କାରଣ ଶୁକ୍ର ବି କେନ୍ଦ୍ରକୁ ଆସିଯିବେ ଜୁଲାଇରେ। ଭଲ ହେବ ସେଇ ମାସଟି। ଜୁନରେ ନ କରି ଆପଣ ଜୁଲାଇରେ କରନ୍ତୁ କୌଣସି ଆଡ଼ମିସନ୍ ଯଦି କିଛି ଥାଏ। କାହିଁକି ନା ଇଏ ଏ ମାସରେ ଭ୍ରମିତ କରାନ୍ତି। ଆପଣ ଭ୍ରମିତ ହୁଅନ୍ତୁନି, ଯାହା ବି କରୁଛନ୍ତି ସ୍ଥିର ହୋଇଯାଆନ୍ତୁ। ଗୁରୁ ଯେହେତୁ ପଞ୍ଚମ ଭାବରେ ଦେଖୁଛନ୍ତି, ଇଏ ଆପଣଙ୍କର ମନ ଡାଇଭର୍ଟ କରିବେ। ବିଦ୍ୟାର୍ଥୀ ମାନଙ୍କର ଡାଇଭର୍ଟ ମନ ରହିବ, ଗୋଟେ ଜାଗାରେ ମନ ଲାଗିବ ନାହିଁ। ପଢ଼ାରେ ଠିକରେ ମନ ଲାଗିବନି, ଅଲଗା ଜାଗାରେ ମନ ଲାଗିବାର କନଫ୍ୟୁଜନ ଇଏ ସୃଷ୍ଟି କରନ୍ତି। ଇଏ ସବୁବେଳେ ମନକୁ କନଫ୍ୟୁଜନ କରନ୍ତି। ଏଠି ଡାଇଭର୍ଟ କରନ୍ତି ମନକୁ। ଏଠି ଡାଇଭର୍ଟ କନଫ୍ୟୁଜନ ହବାର ଏଇସବୁ ଶିକ୍ଷା ପ୍ରତି କିଛି ନା କିଛି ଦେଖାଯାଉଛି ଏ ମାସରେ।
ତେଣୁକରି ଆପଣଙ୍କର ବହୁତ ବେଟର ସମୟ ରହିବ ଜୁଲାଇ ମାସରେ ଯଦି କିଛି ଆଡ଼ମିସନ୍ କରୁଛନ୍ତି ଏ ମାସରେ କରନ୍ତୁନି, ଏଇଟା ବେଟର ରହିବ। ବାକି ଆଉ ସବୁ ଠିକ୍ ଅଛି, ଠିକ୍ ଅଛି। ଆସନ୍ତୁ ଦର୍ଶକ ବନ୍ଧୁ, ଲଭ୍ ପ୍ରେମ ଜୀବନ ବିଷୟରେ ଜାଣିନେବା। ପଞ୍ଚମ ଗୃହ ଶିକ୍ଷାରେ ବି ହୋଇଥାଏ, ପ୍ରେମ ଜୀବନରେ ହୋଇଥାଏ, ସନ୍ତାନ ଭାବ ବି ଏଇଠୁ ହିଁ ଦେଖାଯାଇଥାଏ। ପଞ୍ଚମ ଗୃହର ସ୍ୱାମୀ ପଞ୍ଚମରେ ହିଁ ଅଛନ୍ତି ଶନି ଅଛନ୍ତି ପଞ୍ଚମରେ, ନିଜ ଗୃହରେ ଅଛନ୍ତି। ମଙ୍ଗଳଙ୍କ ଦୃଷ୍ଟି ବି ପଞ୍ଚମକୁ ଦେଖୁଛନ୍ତି, ମଙ୍ଗଳ ବି ପଞ୍ଚମକୁ ଦେଖୁଛନ୍ତି। 7 ଜୁନ୍ ପରେ, ଖାସ କରିକି 7 ଜୁନ୍ ପରେ, 7 ଜୁନ୍ ପରେ ଲଭ୍ ରିଲେସନର ସୁଧାର ଆସିବ, ବେଟର ଅଛି। ହେଲେ ବି ଟିକେ ଧ୍ୟାନ ରଖନ୍ତୁ କି ଆପଣ ଯାହାକୁ ପ୍ରେମ କରୁଛନ୍ତି ସେ ମନ ଟିକେ, ତାଙ୍କର ଟିକେ ମନ ଚିଡ଼ଚିଡ଼ା ସ୍ୱଭାବର ରହିବ, ଟିକେ ମୁଡ଼ି ସ୍ୱଭାବର ରହିବେ, ମୁଡ଼ି ନେଚରରେ ରହିବେ। ଯଦି ଆପଣ ନିଜକୁ କଣ୍ଟ୍ରୋଲ କରନ୍ତୁ, ଆପଣ ତାଙ୍କୁ ଟିକେ ନିଜ ବାଣୀରେ ମଧ୍ୟ କଣ୍ଟ୍ରୋଲ କରନ୍ତୁ, ସେଇଟା ବେଟର ରହିବ ଦୁଇ ଜଣଙ୍କ ପାଇଁ। କାରଣ ମଙ୍ଗଳ ଦଶମକୁ ଆସି ପ୍ରଥମକୁ ଦେଖିବେ। ଆପଣଙ୍କ ଭିତରେ ଯେଉଁ ଥିଲା, ଯେଉଁ ସର୍ଟ ଟେମ୍ପର ଯେଉଁ ଥିଲା, ଆପଣ ଯେଉଁ ଚିଡ଼ଚିଡ଼ି ହେଉଥିଲେ, କିମ୍ବା ଆପଣଙ୍କର ପେସେନ୍ସରେ ଯେଉଁଟା କମ୍ ଦେଖାଯାଉଥିଲା, ଆପଣଙ୍କର ଧୈର୍ଯ୍ୟ କମ୍ ଦେଖାଯାଉଥିଲା, ଶନି ଢେୟା ବି ସମାପ୍ତ ହୋଇସାରିଛି। ଯାହା ଆପଣଙ୍କର ଏନ୍ଜାଇଟି, ଟେନସନ୍, ଡିପ୍ରେସନ୍ ଥିଲା, ସେ ସବୁ କମ୍ ହେବାକୁ ଯାଉଛି। ଆପଣ କେବେ କେବେ ଇମୋସନାଲ ହେଇଯାଉଥିଲେ ଏସବୁ ମାମଲାକୁ ନେଇକି, ସାମ୍ନାବାଲାକୁ ନେଇକି, କିମ୍ବା ଆପଣ ପ୍ରେମିକାକୁ ନେଇକି ଆପଣ ଇମୋସନାଲ ହେଇଯାଉଥିଲେ, କିଛି କହିପାରୁନଥିଲେ, ସେ ସବୁ କମ୍ ହେବ, ଏ ମାସରେ ନିଶ୍ଚୟ କମ୍ ହେବ। ଏବଂ ସାମ୍ନା ଲୋକ ଭିତରେ କିନ୍ତୁ ଏଇଟା ରହିବ, ସାମ୍ନା ଲୋକ ଭିତରେ ଜିଦ୍ ରହିବ। ଆପଣ ସେ ଜିଦ୍ଟାକୁ ଆଭଏଡ୍ କରନ୍ତୁ, ତାଙ୍କ ସହିତ ଯୁକ୍ତି ତର୍କ କରନ୍ତୁନି। ବାକି ସବୁ ଠିକ୍ ଅଛି, ଆପଣ କଣ୍ଟ୍ରୋଲ କରିନେବେ। ଏଇଟା ପ୍ରେମ ସମ୍ପର୍କ, ଏଇ ଲଭ୍ ରିଲେସନ୍ ଏ ମାସରେ ପ୍ରାୟ 80-85% ଏଠି ଭଲ ଦେଖାଯାଉଛି ମୋତେ, ଠିକ୍ ଅଛି। ଆସନ୍ତୁ ବୈବାହିକ ଜୀବନ, ମ୍ୟାରେଡ୍ ଲାଇଫ୍ କିପରି କଟିବ ଚର୍ଚ୍ଚା କରିନେବା। ବୈବାହିକ ଜୀବନର ଘର ସ୍ୱାମୀ ସପ୍ତମରୁ ହୋଇଥାଏ, ତାଙ୍କର ଲର୍ଡ ହୋଇଥାନ୍ତି ଶୁକ୍ର ଅଛନ୍ତି ଷଷ୍ଠରେ। ସପ୍ତମରେ ସୂର୍ଯ୍ୟଙ୍କ ସହ ବୁଧ ଅବସ୍ଥାନ କରିଛନ୍ତି, ଶନି ମଧ୍ୟ ଦେଖୁଛନ୍ତି। ଏଠି ଦେଖିବା, ଶନି ମଧ୍ୟ ଦେଖୁଛନ୍ତି ସପ୍ତମ ଗୃହକୁ। ବୈବାହିକ ଜୀବନ ଏ ମାସରେ ଖାସ କରିକି 15 ଜୁନ୍ ପର୍ଯ୍ୟନ୍ତ ଆପଣଙ୍କୁ ଟିକେ ଜଗି ରଖି ଚଳିବାକୁ ପଡ଼ିବ। ଗୁରୁ ଅଷ୍ଟମରେ, ଶୁକ୍ର ଷଷ୍ଠରେ, ଶନି ମଧ୍ୟ ନିଜେ ସପ୍ତମ ଗୃହକୁ ଦେଖୁଛନ୍ତି। ଷଷ୍ଠ ଘର ଖରାପ। ଶୁକ୍ର ଷଷ୍ଠ ସ୍ୱାମୀ ହୋଇ ଅଛନ୍ତି। ତେଣୁ ଏ ସମୟରେ ଆପଣ କୌଣସି ଟ୍ରାଭେଲ ସମୟରେ ଆପଣଙ୍କର ଝଗଡ଼ାଝାଟି ହେବାର ସମ୍ଭାବନା ଦେଖାଯାଉଛି। ଏଠି ଆପଣ କିଛି କାର୍ଯ୍ୟରେ ପ୍ଲାନିଂ କରୁଛନ୍ତି ତ ସେ ସମୟରେ ବି ଝଗଡ଼ା ହେବ, ଯୁକ୍ତିତର୍କ ହେବ। ଜୀବନସାଥୀଙ୍କ ସମୟରେ ଅଳ୍ପ କିଛି ରାଗ ଆପଣଙ୍କ ମନରେ ଆସିବ, ଆପଣ କିନ୍ତୁ ଟିକେ କଣ୍ଟ୍ରୋଲ କରନ୍ତୁ, ସେଇଟା ବେଟର ରହିବ। ନିଜ ଭିତରେ ସମ୍ପର୍କଟା ଭଲ ରହିବ, କାହିଁକିନା ଏ ମାସରେ ଟିକେ 15 ଜୁନ୍ ପର୍ଯ୍ୟନ୍ତ ଏସବୁ ଦେଖାଯାଉଛି। ବାକି 15 ଜୁନ୍ ପରେ ଏସବୁ ଟିକେ ଧୀରେ ଧୀରେ ସଲ୍ଭ ହେଇଯିବ, ଚିନ୍ତା କରନ୍ତୁନି। ମୁଁ ଶେଷରେ ଆର ଉପାୟ ନିଶ୍ଚିତ କହିବି, ଯେଉଁଟାକି ଆପଣ ଖରାପ ଗ୍ରହକୁ ଅବସାନ କରିହେବ। ବାକି ସବୁ ଠିକ୍ ଅଛି। ଆସନ୍ତୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟରେ ଜାଣିବା, ଭାଗ୍ୟ, କ୍ୟାରିୟର ଆଉ ବିଜନେସ୍ ସମ୍ପର୍କରେ। ଭାଗ୍ୟର ଗୃହ ନବମ ହିଁ ହୋଇଥାଏ, ଆଉ ନବମ ଗୃହରେ ମଙ୍ଗଳ ଅଛନ୍ତି। ଆଉ ମଙ୍ଗଳଙ୍କ ଲର୍ଡ, ମଙ୍ଗଳଙ୍କ ସ୍ୱାମୀ ଚନ୍ଦ୍ରମା। ଏଠି ଭାଗ୍ୟ ଠିକ୍ ଅଛି, କାରଣ ରାଶି ସ୍ୱାମୀ ମଙ୍ଗଳ ସପ୍ତମରେ ନୀଚ ହୋଇ ରହିଛନ୍ତି, ତ୍ରିକୋଣରେ ଅବସ୍ଥାନ କରିଛନ୍ତି। ଦଶମକୁ ଆସିବେ ଖାସ କରିକି 7 ଜୁନ୍ ପରେ। ଆପଣ ଯାହା ବି କିଛି ପ୍ଲାନିଂ କରୁଛନ୍ତି ନା, 7 ଜୁନ୍ ପରେ କଲେ ବେଟର ରହିବ। ଭାଗ୍ୟ ସହ ଜଡ଼ିତ କାମ କରିବାକୁ ଚାହୁଁଥିଲେ, ଭାବୁଥିଲେ କି କିଛି ନୂଆ ପ୍ଲାନିଂ କରିବାକୁ ଚାହୁଁଛନ୍ତି, ସେୟାର ମାର୍କେଟ ହଉ, ଟ୍ରେଡିଂ ହଉ, କିଛି ଇନଭେଷ୍ଟ କରିବାକୁ ଚାହୁଁଛନ୍ତି, କିମ୍ବା କିଛି ବଡ଼ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ଭାଗ୍ୟ ସମ୍ପତ୍ତି ତ ଭଲ ଅଛି, ବାସ୍ ତରବର ହୁଅନ୍ତୁନି, ତରବରରେ କାମ କରନ୍ତୁନି। ଏମିତି ବି ବଢ଼ିଆ ରହିଛି ଆପଣଙ୍କର ଏହି ମାସଟି। ମଙ୍ଗଳଙ୍କ ଯୋଗ ବି ବହୁତ ବଢ଼ିଆ ରହିଛି।
ए मासरे आपणकर किसी ट्रैवलिंग जोग भी देखौछि किसी मीटिंग करूचंती तो नुआ काम करबा को भाबुचंती काइंडली आपन को 7 जून पर कले आपन को बहुत मंगलमय हबो 7 जून पर ए सब काम करंतु आपनकर बहुत बेटर देखा जाउछि 7 जून पर बाकी सब ठीक अछि भाग्य आपनकर ए मासरे 90% बहुत बढ़िया देखा जाउछि ए मासरे आसंतु जानि नेबा कैरियर विषय रे कैरियर रो घर दशम होइताए दशम रे सूर्य सप्तम रे एठी अछंती 15 जून को अष्टम गृह को जिवे 15 जून पूर्वरु कौनसी भल भल कैरियर आपणकर जो सेक्टर रे काम करूचंती आपण को 15 जून रे अष्टम को जिवे 15 जून पूर्वरु काम तो बहुत भल रहिबो कैरियर आपणकर निश्चय आग अपेक्षा बेटर रहिबो किंतु आपण पूर्वरु जदि बहुत छोट जिनिस रे एफर्ट्स अधिका पड़ुथिला आपण को प्रेशर अधिका पड़ुथिला आग पछरे पॉलिटिक्स थिला छोट कथारे झगड़ा थिला तेबे ए सब कम होई जिवो कारण एही मास एमिति ही जोग बनुची किंतु आपण राग को टिके कंट्रोल करंतु आपण मुहे मुहे समस्त को जवाब दियंतुनी एठी देखा जाउची आपण को भितरे टिके आसीबो आर्गुमेंट करिवारो टिके एठी जोग देखा जाउची किंतु आपण को बाणी के टिके कंट्रोल करंतु जेहेतु सूर्य प्रथम दृष्टि को देखुचंती ए सब तो रहिबो टिके ध्यान देबा पड़िबो कैरियर टारगेट अचीव हेबो 15 जून पर खास करी 15 जून पर आपण को जहाँ भी किछि बेटर मिलिबो 15 जून पर ही सब टारगेट अचीव हेबो आपण परिश्रम भी अधिक करिवे परिश्रम करबा को पड़िबो हाँ निश्चय ट्रैवल जोग देखौछि एठी दायित्व भी बढ़ी पारे 15 जून पर सूर्य अष्टम को आसुचंती ना तेणु करी ये आपणकर मूड स्विंग टिके रहिबो नुआ काम पई टिके टेंशन रहिबो जदि कोनोसी व्यक्ति जॉब खोजुथिले ताहले एई मासरे संभावना कम अछि ए मासरे टिके संभावना कम रहउची किंतु 15 जून पर ट्राई करंतु बेटर रहिबो बाकी सब ठीक अछि आसंतु जानि नेबा बिजनेस व्यापार वाणिज्य एई मासरे किपरि रहइबो एही मास ठीक अछि बुध केंद्र रे जेहेतु अछंती प्रथम दृष्टि को देखुचंती से बहुत भलो करिवे आरंभरू व्यापार को वृद्धि करइबे एई मासरे आपण भी भाबिबे मोर व्यापार बहुत बढ़िया चली किंतु एटा 15 जून पर टिके डाउन देखा जाउची बंधु जहाँ भी डील करूचंती ना जहाँ भी किछि किणा बिका परचेस आपण को बिजनेस संबंधी कार्य करूचंती 15 जून पूर्वरु करि नियंतु 15 जून पर बिजनेस वाणिज्य प्रति एतेटा खास नहीं जहाँ भी प्लानिंग करूचंती 15 जून पूर्वरु ही करंतु आसंतु जानि नेबा उपाय बा प्रतिकार कौन करिनेबे एही मासरे गुरु बीज मंत्र एही मासरे पठन करंतु सूर्य को अर्घ्य प्रदान करंतु सकाळे नहीं तो हनुमान चालीसा थरुटिए पढ़ंतु बस जदि ये भिडियोटी बाकी सब ठीक अच्छे जदि ये भिडियोटी सब ठीक लगी थाए आपन को कमेंट रे जय जगन्नाथ लिखंतु जय जगन्नाथ बंधु।